ପ୍ରଚାର କରୁଛୁ ବୈଦେହୀଶ ବିଳାସର ପ୍ରଥମ ଭାଗ। ବୈଦେହୀଶ ବିଳାସ କାବ୍ୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଶ୍ରେଷ୍ଠ ରଚନା। ଏହା ଓଡ଼ିଆ ଭାଷୀମାନଙ୍କ ଦ୍ୱାରା ଅତ୍ୟନ୍ତ ଆଦୃତ ହୋଇଆସିଛି। ରାମ ସୀତାଙ୍କ ଚରିତ ଅତ୍ୟନ୍ତ ରମଣୀୟ ଭାବରେ ଏଠାରେ ଚିତ୍ରିତ ହୋଇଅଛି। ତୁଳସୀ ଦାସଙ୍କ ରାମଚରିତ ମାନସ ହିନ୍ଦୀ ଭାଷୀମାନଙ୍କ ପକ୍ଷରେ ଯେପରି ଆଦୃତ, ଓଡ଼ିଶାରେ ପଞ୍ଚସଖା ମଧ୍ୟରୁ ଅନ୍ୟତମ ବଳରାମ ଦାସଙ୍କ ରଚିତ ଦାଣ୍ଡି ରାମାୟଣ ସେହିଭଳି ଆଦର ଲାଭ କରିଥାଏ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବଳରାମ ଦାସଙ୍କ ଭଳି ରାମ ତାରକ ମନ୍ତ୍ରରେ ସିଦ୍ଧି ଲାଭ କରି ତାଙ୍କ ଭଳି ରାମ ସୀତାଙ୍କ ଚରିତ ରଚନା କରିବାରେ ମନ ବଳାଇଛନ୍ତି। ଏହାକୁ ସେ ଗୋଟିଏ ବୃତ୍ତରେ ରଚନା ନ କରି ବିଭିନ୍ନ ବୃତ୍ତରେ ବର୍ଣ୍ଣନା କରିଛନ୍ତି। ଏହି ବୃତ୍ତ ବା କବିତା ଆବୃତ୍ତିର ରୀତିକୁ ସେ ସଙ୍ଗୀତମୟ କରିଛନ୍ତି। ଏହି ବୃତ୍ତ ବା ଆବୃତ୍ତି କରିବା ରୀତି ସଂସ୍କୃତରେ ଛନ୍ଦ ଓ ଇଂରାଜୀରେ ମିଟର ଭାବେ ପରିଚିତ। ସଙ୍ଗୀତମୟ ହୋଇ ଛନ୍ଦ ଓଡ଼ିଶାରେ ଛାନ୍ଦ ଭାବେ ପରିଚିତ ଓ ଭାରତବର୍ଷର ଅନ୍ୟ କେଉଁ ସମସାମୟିକ ଭାଷାରେ ଛନ୍ଦ ବା ଛାନ୍ଦ ଭଳି ସଙ୍ଗୀତମୟ କବିତା ନାହିଁ। ବିଭିନ୍ନ ରାଗରେ ରଚିତ ଛାନ୍ଦ ଓଡ଼ିଶାର ବୈଶିଷ୍ଟ୍ୟ ଓ ଗର୍ବ। ଉପେନ୍ଦ୍ର ଭଞ୍ଜଙ୍କର ଜେଜେବାପା ଘୁମୁସରର ରାଜା ତଥା କବି ଧନଞ୍ଜୟ ଭଞ୍ଜ ରଘୁନାଥ ବିଳାସ ରଚନା କରି ସେଥିରେ ଏହିଭଳି ଛାନ୍ଦ ବ୍ୟବହାର କରିଛନ୍ତି ଓ ପ୍ରଭୁ ଶ୍ରୀରାମଙ୍କୁ ସୀତା ପ୍ରେମ ରସିକ ସଂସାରୀ ଭାବେ ଚିତ୍ର କରିଛନ୍ତି। ନିଜର ପିତାମହଙ୍କୁ ଅନୁସରଣ କରିବା ସହ ଉପେନ୍ଦ୍ର ବିଶେଷ ଭାବେ ବଳରାମ ଦାସଙ୍କ ଦ୍ୱାରା ପ୍ରଭାବିତ ହୋଇଛନ୍ତି ଓ ନିଜ ରଚନାରେ କବି ବାଲ୍ମୀକି, ବ୍ୟାସ, କାଳିଦାସ ଓ ମହାନାଟକ ଚମ୍ପୁ ପ୍ରଭୃତି କାବ୍ୟର ପ୍ରଭାବକୁ ସ୍ୱୀକାର କରିଛନ୍ତି। ବୈଦେହୀଶ ବିଳାସରେ ସେ ନିଜକୁ ବୀରବର ଉପାଧି ପ୍ରାପ୍ତ ବୋଲି ପରିଚିତ କରିଛନ୍ତି। ତାଙ୍କ ବଂଶର ଇଷ୍ଟଦେବୀ ଦୁର୍ଗା, ତାଙ୍କ ରାଜ୍ୟର କୁଲାଡ଼ଗଡ଼ରେ ଦୁର୍ଗା ସ୍ୱରୂପିଣୀ ବ୍ୟାଘ୍ରଦେବୀଙ୍କ ସାଧନା କରିବା ସହ ସେ ବୈଦେହୀଶ ବିଳାସରେ କହିଛନ୍ତି, ବୀରବର ଉପଇନ୍ଦ୍ର ଭଞ୍ଜ ମୋର ନାମ, ବାର ବାର ସେବାରେ ମୋ ନାଇଁ ସୀତାରାମ, ବିଚିତ୍ର କବିତ୍ୱ ମାର୍ଗେ ପ୍ରସରିଲା ବୁଦ୍ଧି, ବୀରଚିଲି ରାମାୟଣ ଏମୋ ବଡ଼ ସିଦ୍ଧି। ପ୍ରତ୍ୟେକ ଧାଡ଼ି ବ ଅକ୍ଷରରେ ଆରମ୍ଭ ହୋଇଥିବା ଏହି ବୈଦେହୀଶ ବିଳାସ କିନ୍ତୁ ପାରମ୍ପାରିକ ରାମାୟଣ ନୁହେଁ। ଅନ୍ୟ ରାମାୟଣ ଭଳି ଏଥିରେ ସୀତା ବନବାସ ନାହିଁ। ଏହା ରସକାବ୍ୟ ଓ ଏଥିରେ ସେଭଳି ବର୍ଣ୍ଣନାକୁ ବିଭଙ୍ଗ ରସ ଓ କାବ୍ୟରେ ଏହା ଦୋଷଯୁକ୍ତ କହି ଉପେନ୍ଦ୍ର ଏହାକୁ ପରିହାର କରିଛନ୍ତି। କାବ୍ୟ ରଚନାରେ ବିଚିତ୍ର ମାର୍ଗ ଅଳଙ୍କାର ପ୍ରୟୋଗର ଚାତୁରୀ ଭାବେ ପରିଚିତ। ଉପେନ୍ଦ୍ର ଭଞ୍ଜ ସଂସ୍କୃତ ସାହିତ୍ୟରେ ବର୍ଣ୍ଣିତ ସମସ୍ତ ପ୍ରକାର ଅଳଙ୍କାର ବ୍ୟବହାର କରି ପ୍ରକାଶ ବୈଚିତ୍ର୍ୟରେ ନିଜର ପୂର୍ବବର୍ତ୍ତୀମାନଙ୍କୁ ଟପିଯାଇ ଓଡ଼ିଆ ଭାଷାର ଗୌରବ ବୃଦ୍ଧି କରିଛନ୍ତି। ଅପ୍ରଚଳିତ, ପ୍ରଚଳିତ, ଯାବନିକ ତଥା ବହୁ ଅର୍ଥ ଥିବା ଶବ୍ଦ ପ୍ରୟୋଗ କରି ସେ ଭାଷାକୁ ସମୃଦ୍ଧ କରିଛନ୍ତି। ସଂସ୍କୃତରେ ରଚନା କରି ସର୍ବଭାରତୀୟ ପ୍ରସିଦ୍ଧି ପ୍ରାପ୍ତି ପ୍ରୟାସ ନ କରି ସେ ଉତ୍କଳୀୟ ଜାତୀୟତାର ମହନୀୟତା ପ୍ରତିପାଦନ କରି ଓଡ଼ିଆ ଜାତିର ହୃଦୟର ସମ୍ରାଟ ହୋଇପାରିଛନ୍ତି। ପରମ ବ୍ରହ୍ମ, ପତିତ ପାବନ, କରୁଣାନିଧି, ବିଶ୍ୱବ୍ୟାପୀ, ଅନ୍ତର୍ଯାମୀ ପ୍ରଭୃତି ବିଶେଷଣ ପ୍ରୟୋଗ ଦ୍ୱାରା ଭଞ୍ଜ ରାମଙ୍କ ପ୍ରକୃତ ସ୍ୱରୂପ ସୂଚାଇବା ସଙ୍ଗେ ତାଙ୍କୁ ଏକନିଷ୍ଠ ଦାମ୍ପତ୍ୟ ପ୍ରେମର ପ୍ରତୀକ ଭାବରେ ଚିତ୍ର କରିଛନ୍ତି। ଏତେ ରାମାୟଣ ଥିବା ସତ୍ତ୍ୱେ ଭଞ୍ଜୀୟ ରାମାୟଣ ବୈଦେହୀଶ ବିଳାସର ନିଜସ୍ୱ ଜ୍ୟୋତି ବା ବୈଶିଷ୍ଟ୍ୟ ଏହା ହିଁ। ମହାକାବ୍ୟ ବୈଦେହୀଶ ବିଳାସ ଆରମ୍ଭ ହୋଇଛି ମଙ୍ଗଳାଚରଣ, ବନ୍ଦଇ ଦିନ ବାନ୍ଧବ ହରି ପ୍ରଭୃତି ଦୁଇ ପଦରେ, ଯାହାର 108 ଅର୍ଥ ବୋଲି ଜନଶ୍ରୁତି। ବର୍ତ୍ତମାନ ସୁଦ୍ଧା ଏହାର 20 ପ୍ରକାର ଅର୍ଥ କରାଯାଇ ପାରୁଥିଲେ ହେଁ ମୁଖ୍ୟତଃ ଏହା ବିଷ୍ଣୁ, ସୂର୍ଯ୍ୟ, ଶିବ ଓ ଦୁର୍ଗା ଅର୍ଥରେ ବ୍ୟବହୃତ। ସାଧାରଣଙ୍କ ପାଇଁ ପ୍ରଭୁ ପରମ ବ୍ରହ୍ମ ଦିନ ଅର୍ଥାତ୍ ଦରିଦ୍ର ବାନ୍ଧବ, ସେ ପୁଣି ସୂର୍ଯ୍ୟ ଅର୍ଥରେ ଦିନ ବା ଦିବସ ବାନ୍ଧବ ଏବଂ ସେ ପୁଣି ଦିନ ବାନ୍ଧବ ଅର୍ଥାତ୍ ଶ୍ମଶାନ ବନ୍ଧୁ, ସେ ଶିବ।
বন্দই দীন বান্ধব হরি বন্দই দীন বান্ধব হরি বৈকুণ্ঠ পক্ষক লোক তোষিত যে বিকাশ খণ্ডিত মণ্ডলে সিংহ ভাবরে পীড়িত কালে ভবে তরণী হই মঞ্জুলে ভবে তরণী হই মঞ্জুলে গিরি উদিত যে
লিখিলে কাব্য যে কালিদাসে চম্পু রচনা ভোজনরে সে কৃপা সিদ্ধাই গীত প্রকাশে কৃপা সিদ্ধাই গীত প্রকাশে ছাড়িলি চিন্তা যে বিবেক নিমুদয় হেমন্ত ধ্যাই যে ব্যোমে তার কাজে ছলকু থাই যে বিভাবরী রে জ্যোতি গণ গণ জ্যোতি গীতে কান্তি পূর্ণ সুজনে সাবধান রে শুণ সুজনে সাবধান রে শুণ ছন্দর জয় যে ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର ପ୍ରଥମ ଭାଗ। ବର୍ଣ୍ଣନାରେ ଥିଲେ ରଜତ କୁମାର କର, କଣ୍ଠଶିଳ୍ପୀମାନେ ଥିଲେ ବିଜୟ କୁମାର ଜେନା, ସରୋଜ କୁମାର ପରିଡ଼ା, ମହାପାତ୍ର ମିନତୀ ଭଞ୍ଜ ଏବଂ ତୃପ୍ତି ଦାସ।